ମେ 9, 1914। ଯେଉଁ ମୁହୂର୍ତ୍ତରେ ମୁଁ ଅନୁଭବ କଲି ଯେ ଏହି ଲେଖା ମୋ ପକ୍ଷରେ ଏକାନ୍ତ ପ୍ରୟୋଜନ, ଯେଉଁଥିରେ ତାମସିକତାର ଅବରୋଧ ଭିତରୁ ମନ ନିଜକୁ ମୁକ୍ତ ରଖିପାରେ, ଠିକ୍ ସେତିକିବେଳେ ମୋ ଶରୀର ଯନ୍ତ୍ରଟିକୁ ଏକ ପରାଜୟ ଭୋଗିବାକୁ ହେଲା। ବହୁ ବର୍ଷ ଧରି ଏପରି କିଛି ସହିତ ତାହାର କୌଣସି ସମ୍ବନ୍ଧ ନଥିଲା। କିଛି ଦିନ ପାଇଁ ସକଳ ଶକ୍ତିରୁ ମୁଁ ବଞ୍ଚିତ ହେଲି। ମୁଁ ଦେଖିଲି ମୁଁ ଯେ କେଉଁଠି ଭୁଲ କରିଛି, ଏ ହେଉଛି ତାର ଲକ୍ଷଣ। ମୋର ଆଧ୍ୟାତ୍ମିକ ବଳ ହ୍ରାସ ହୋଇଛି। ସର୍ବଶକ୍ତିମୟ ଏକତ୍ୱର ଦୃଷ୍ଟି ମଳିନ ହୋଇଛି। କେଉଁଠୁ ଏକ କୁମନ୍ତ୍ରଣା ଆସି ମୋତେ କିଛି ପରିମାଣରେ ଅସୁବିଧାରେ ପକାଇବାକୁ ସମର୍ଥ ହୋଇପାରିଛି। ହେ ଭଗବାନ, ହେ ମୋର ମଧୁମୟ ପ୍ରଭୁ, ତୋ ସମ୍ମୁଖରେ ମୁଁ ସବିନୟ ପ୍ରଣାମ କରୁଛି। ମୁଁ ବର୍ତ୍ତମାନ ସଚେତନ ହୋଇଛି ଯେ ତୋ ସଙ୍ଗରେ ପୂର୍ଣ୍ଣ ଏକତ୍ୱ ଲାଭ କରିବା ପାଇଁ ମୁଁ ଏବେ ବି ପ୍ରସ୍ତୁତ ହୋଇନାହିଁ। ଏଇ ଯେଉଁ ଯନ୍ତ୍ରଟିକୁ ତୋର ସେବାରେ ମୁଁ ନିଯୁକ୍ତ କରିପାରେ, ତାର ଉପାଦାନ ଭିତରେ ଏପରି କିଛି ରହିଛି ଯାହାକି ଏବେ ବି ତମସାଚ୍ଛନ୍ନ। ସେଥିରେ ରହିଛି ବୁଦ୍ଧିର ଅଭାବ। ତୋର ଶକ୍ତି ପ୍ରେରଣାକୁ ତାର ଯେପରି ଭାବେ ଉତ୍ତର ଦେବା କଥା, ସେ ଯେପରି ଉତ୍ତର ଦେଇପାରୁନାହିଁ, ବରଂ ସେଗୁଡ଼ିକର ପ୍ରକାଶକୁ ବିକୃତ କରୁଛି ଓ ଆବୃତ କରି ରଖୁଛି। ମୋ ଆଗରେ ଏକ ମହା ସମସ୍ୟା ଆସି ଉପସ୍ଥିତ ହୋଇଥିଲା, କିନ୍ତୁ ମୋର ଅସୁସ୍ଥତାର ଆବରଣରେ ତାହା ଢାଙ୍କି ହୋଇଗଲା। ତାର ମୀମାଂସା ହୋଇପାରିଲା ନାହିଁ। କିନ୍ତୁ ବର୍ତ୍ତମାନ ମୁଁ ପୁନର୍ବାର ତୋର ଏକତ୍ୱର ଚେତନାରେ ବାସ କରୁଛି, ଆଉ ସେହି ପୂର୍ବ ସମସ୍ୟାର ଯେପରି କିଛି ଅର୍ଥ ନାହିଁ, ତାହାକୁ ଭଲ ଭାବରେ ବୁଝି ମଧ୍ୟ ପାରୁନାହିଁ। ମନ ବି ପଛରେ ବହୁ ଦୂରରେ ଯେପରି କିଛି ପକାଇ ଆସିଛି। ମନେ ହୁଏ ମୁଁ ଯେପରି ଧୀରେ ଧୀରେ ଏକ ନୂତନ ଜୀବନ ନେଇ ଜାଗି ଉଠିଛି। ଏହା ଯେପରି ଏକ ମାୟା ମରୀଚିକା ନ ହୁଏ, ଚିରଦିନ ପାଇଁ ଯେପରି ରହିଯାଏ ଏହି ଗଭୀର ପ୍ରସନ୍ନ ଶାନ୍ତି। ହେ ମୋର ଦିବ୍ୟ ପ୍ରଭୁ, ତୋ ଅଭିମୁଖରେ ମୋର ପ୍ରେମ ତୀବ୍ରରୁ ତୀବ୍ରତର ବେଗରେ ଉଠି ଚାଲିବାକୁ ଚାହେଁ। ଏ ଜଗତରେ ମୁଁ ଯେପରି ତୋର ଜୀବନ୍ତ ପ୍ରେମ ହୋଇ ଉଠିପାରେ, କେବଳ ସେଇ ଜୀବନ୍ତ ପ୍ରେମ, ଆଉ କିଛି ନୁହେଁ। ସକଳ ଅହଙ୍କାର, ସକଳ ସୀମା, ସକଳ ଅନ୍ଧକାର ଦୂର ହୋଇଯାଉ। ମୋ ଚେତନା ତୋ ଚେତନା ସଙ୍ଗେ ଏକ ହୋଇଯାଉ। ଯେପରି ତୁ ହିଁ ଏହି ଭଙ୍ଗୁର ନଶ୍ୱର ଯନ୍ତ୍ରଟିର ଇଚ୍ଛା ଶକ୍ତି ହୋଇ ତା ମଧ୍ୟରେ କାର୍ଯ୍ୟ କରିଯାଉ। ହେ ମୋର ମଧୁର ସ୍ୱାମୀ, କି ଆବେଗରେ ମୋର ପ୍ରେମ ତୋ ଆଡ଼କୁ ଧାବିତ ହେଉଛି। ହେ ଭଗବାନ, ତୁ ଏହା ହିଁ କର, ଯେପରି ତୋର ଦିବ୍ୟ ପ୍ରେମ ଛଡ଼ା ମୁଁ ଆଉ କିଛି ନ ହୁଏ। ଏହି ପ୍ରେମ ଯେପରି ପ୍ରତ୍ୟେକ ଜୀବ ମଧ୍ୟରେ ପ୍ରବଳ ହୋଇ ବିଜୟୀ ହୋଇ ଜାଗି ଉଠେ। ମୁଁ ଯେପରି ହୋଇପାରେ ପ୍ରେମର ଏକ ବିପୁଳ ଆଚ୍ଛାଦନ, ସାରା ପୃଥିବୀକୁ ଯେପରି ସେଥିରେ ଢାଙ୍କି ରଖିପାରେ, ସକଳ ହୃଦୟରେ ଯେପରି ପ୍ରବେଶ କରିପାରେ, ସକଳଙ୍କ କର୍ଣ୍ଣକୁହରରେ ଯାଇ ଯେପରି କହିପାରେ ତୋର ଆଶା ଓ ଶାନ୍ତିର ଦିବ୍ୟ ବାଣୀ। ହେ ମୋର ଦିବ୍ୟ ପ୍ରଭୁ, କି ଆବେଗରେ ମୋର ଆସ୍ପୃହା ତୋ ଆଡ଼କୁ ଉଠି ଚାଲିଛି। ଅନ୍ଧକାର ଓ ଭ୍ରାନ୍ତିର ଏହି ସକଳ ବନ୍ଧନକୁ ଭାଙ୍ଗିଦେ। ଦୂର କର ଏହି ଅଜ୍ଞାନ। ମୁକ୍ତ କର ମୋତେ। ତୋର ଆଲୋକ ମୋତେ ଦେଖାଅ। ଭାଙ୍ଗିଦେ ଏହି ସବୁ ବନ୍ଧନ। ମୁଁ ବୁଝିବାକୁ ଚାହେଁ, ମୁଁ ଚାହେଁ ହେବାକୁ, ଅର୍ଥାତ୍ ଏଇ ମୁଁ ହୋଇ ଉଠିବ ତୋର ମୁଁ। ଜଗତରେ ଆଉ ଦ୍ୱିତୀୟ ମୁଁ ରହିବ ନାହିଁ। ହେ ଭଗବାନ, ମୋର ପ୍ରାର୍ଥନା ପୂର୍ଣ୍ଣ କର। ମୋର ଆକୁତି ଆବେଗ ସହ ତୋ ଅଭିମୁଖେ ଉଠି ଚାଲିଛି।